ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର। ଲୁଜର ଷ୍ଟଡିକୁ ସ୍ୱାଗତ କରୁଛି। ଓଡ଼ିଶା ସବ୍ ଅର୍ଡ଼ିନାନ୍ସ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ନୋଟିଫିକେସନ୍ ଆସିଯାଇଛି ଆମର ହିନ୍ଦୀ ଟିଚର୍ ପାଇଁ। ଏହା ପୂର୍ବରୁ ଯେଉଁ ବାହାରିଥିଲା ହିନ୍ଦୀ ଟିଚର୍, ସାଂସ୍କ୍ରିଟ୍ ଟିଚର୍ ସବୁ ମିଶିକି ବାହାରିଥିଲା, ସେ 3-4 ଥର ଅନଲାଇନ୍ କରାହେଇଥିଲା। ତ ତାପରେ ଏବେ ଫାଇନାଲି ସେଇ ରିକ୍ରୁଟମେଣ୍ଟକୁ କ୍ୟାନସଲ୍ କରାହେଇଛି ବୋଲି ନୋଟିସ୍ ଆସିଲା। ତ ତାପରେ ଏଇ ନୋଟିସ୍ଟା ଆସିଛି ହିନ୍ଦୀ ଟିଚର୍ ପାଇଁ ହେଲା। ଟୋଟାଲ୍ 83ଟା ଭ୍ୟାକେନ୍ସି ରହିଛି। ଡିଷ୍ଟ୍ରିକ୍ଟ କ୍ୟାଡର ପୋଷ୍ଟ ରହିଛି ହିନ୍ଦୀ ଟିଚର୍ ପାଇଁ ହେଲା। ଏଇଟା ଗଭର୍ଣ୍ଣମେଣ୍ଟ ସ୍କୁଲରେ ସବୁ ପୋଷ୍ଟିଂ ପାଇବେ। କ୍ଲିୟର୍ ହେଇଗଲେ। ଆଉ ପୁରା ଡିଟେଲ୍ସ ନୋଟିଫିକେସନ୍ ଆସିନି, ଏଇଟା ସର୍ଟ ନୋଟିସ୍ ଆସିଛି। ତ ଆମର ଅନଲାଇନ୍ ଯେଉଁ ଷ୍ଟାର୍ଟ ହେବ 27/12/2024ରୁ ଷ୍ଟାର୍ଟ ହେବ। ଆଉ ଲାଷ୍ଟ ଡେଟ୍ ହେଉଛି ରେଜିଷ୍ଟ୍ରେସନ୍ର 22/1/2025 ହେଲା। 22/1/2025 ଲାଷ୍ଟ ଡେଟ୍ ରେଜିଷ୍ଟ୍ରେସନ୍ କରିବାର। ଆଉ ଅନଲାଇନ୍ ଆଉ ରେଜିଷ୍ଟ୍ରେସନ୍ ଆମର ସେଇ 27/12/2024ରୁ ହିଁ ଷ୍ଟାର୍ଟ ହେଉଛି। କ୍ଲିୟର୍ ହେଇଗଲେ। ତ ଯେଉଁ ଭାଇ ଭଉଣୀମାନେ ବି ଜାଣିନାହାନ୍ତି ତାଙ୍କର ଟିକେ ନୋଟିଫିକେସନ୍ ବିଷୟରେ ଜଣାଇ ଦିଅନ୍ତୁ। ଓନ୍ଲି ସ୍ପେଶାଲ୍ ହିନ୍ଦୀ ଟିଚର୍ମାନଙ୍କ ପାଇଁ ନୋଟିଫିକେସନ୍ଟି ଆସିଛି। ଟୋଟାଲ୍ 83ଟା ଭ୍ୟାକେନ୍ସି ଅଛି। ଡିଷ୍ଟ୍ରିକ୍ଟ କ୍ୟାଡର ପୋଷ୍ଟ ରହିବ ହେଲା। ଆଉ ଆମର ଯେଉଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ତ କହିଦେଲି 27/12/2024ରୁ ଷ୍ଟାର୍ଟ ହେଉଛି। ଏଣ୍ଡିଂ ଡେଟ୍ ହେଉଛି 22/ଜାନୁଆରୀ/2025 ରେଜିଷ୍ଟ୍ରେସନ୍ ରେଜିଷ୍ଟ୍ରେସନ୍। ଆଉ ଅନଲାଇନ୍ ଆପ୍ଲିକେସନ୍ ସେଇ 27/12/2024ରୁ ଷ୍ଟାର୍ଟ ହେଉଛି, କିନ୍ତୁ ଲାଷ୍ଟ ଡେଟ୍ ହେଉଛି ଅନଲାଇନ୍ କରିବାର 31/ଜାନୁଆରୀ/2025। କ୍ଲିୟର୍ ହେଇଗଲେ। ତ ଯେଉଁ ଭାଇ ଭଉଣୀମାନେ ବି ଜାଣିନାହାନ୍ତି ତାଙ୍କର ଟିକେ ଜଣାଇ ଦିଅନ୍ତୁ। ଫୁଲ୍ ନୋଟିସ୍ ଆସିଲେ ମୁଁ ଆଉ ଗୋଟେ ଭିଡ଼ିଓ କରିକିରି ପୁରା ଡିଟେଲ୍ସ କହିଦେବି। ତ ହିନ୍ଦୀ ଟିଚର୍ ପାଇଁ ନୋଟିଫିକେସନ୍ ଆସିଗଲା ବୋଲି ଯେଉଁ ଭାଇ ଭଉଣୀମାନେ ବି ଜାଣିନଥିବେ ତାଙ୍କର ଟିକେ ଜଣାଇ ଦିଅନ୍ତୁ। ଆଉ ଭିଡ଼ିଓଟି ଯଦି ଭଲ ଲାଗୁଥାଏ ଲାଇକ୍ ସେୟାର କରିଦିଅନ୍ତୁ। ଆଉ ଏପର୍ଯ୍ୟନ୍ତ ଯଦି ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। ଜବ୍ ରିଲେଟେଡ଼୍ ଯେଉଁ ବି ନୋଟିଫିକେସନ୍ ଆସିବ ମୁଁ ମୋ ଚ୍ୟାନେଲ୍ ମାଧ୍ୟମରେ ଆପଣଙ୍କୁ ଜଣାଇବି। ତଳେ ବି ଲିଙ୍କ୍ ଦେଇଦେଉଛି, ଲିଙ୍କ୍ରୁ ଯାଇକରି ଡାଇରେକ୍ଟଲି ସାଇଟ୍କୁ ଆସିପାରିବେ। ଆଉ ଭିଡ଼ିଓଟି ଯଦି ଭଲ ଲାଗୁଥାଏ ଲାଇକ୍ ସେୟାର କରିଦିଅନ୍ତୁ। ଆଉ ଏପର୍ଯ୍ୟନ୍ତ ଯଦି ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।